ମୋ ବାହାଘର ବି ସରିଗଲା ଆଉ ରିସେପସନ୍ ବି ସରିଗଲା। ତ ସେଇ ରିଚ୍ ସବୁ ଖାଇ ଖାଇ ଆଉ ଜମା ସେଗୁଡ଼ା ଖାଇବାକୁ ଇଚ୍ଛା ହଉନଥିଲା। ତ ଏବେ ମାନେ ଘରେ ରୋଷେଇ ହବାର ଥିଲା। ତ ମୁଁ ଆସି ଯାଇଥିଲି ଏଠି ରୋଷେଇ କରିବାକୁ ଆଉ ମାଛ ଭାଜୁଥିଲି। ଆଉ ଦେଖନ୍ତୁ ନଣନ୍ଦ ମୋର କେତେ ମତେ ପ୍ରୋଟେକ୍ଟ କରୁଛନ୍ତି, ମାଛ କାଳେ ଛିଟକି ପଡିବ। ତ ପୁରା ହେଲମେଟ ଭଳି ସେ ମୋ ମୁହଁକୁ ଢାଙ୍କିକି ରଖୁଛନ୍ତି। ତ ଭାଉଜ ପ୍ରତି କେତେ ଶ୍ରଦ୍ଧା ଆପଣ ଦେଖିପାରୁଥିବେ। ଆଉ ଏଠି ସମସ୍ତେ ପୁରା ଟାୟାର୍ଡ ପୁରା ସମସ୍ତେ। ଆଜି ଆମର କୋଲକାତାରେ ଥିଲା ଶେଷ ଦିନ। ତ ଏମିତି ବହୁତ ସାରା ମଜା ମସ୍ତି ନେଇକି ଆମେ ଫେରିବୁ ପୁଣି ପୁନେ। ଏମିତି ପୁରା ଭରା ଭରା ମହଲ। କିନ୍ତୁ କଣ କରିବା, ଆମକୁ ତ ଏବେ ଯିବାକୁ ହିଁ ପଡିବ। କାହିଁକି ନା ଆୟୁଷର ଏକ୍ଜାମ ଅଛି। ତ ସେଥିପାଇଁ ଏବେ ରୋଷେଇ ବାସ ଚାଲିଛି। ଆଉ ଜଣେ ନଣନ୍ଦ ଏଠି ପ୍ରୋଟେକ୍ଟ କରୁଥିଲେ, ଆଉ ଜଣେ ନଣନ୍ଦ ଆସି ଯାଇଛନ୍ତି ଟେଷ୍ଟ କରିବା ପାଇଁ କେମିତି କଣ ହେଇଛି। ଆମେ ସମସ୍ତେ ଯେବେ ବି ଏକାଠି ହଉ ଏମିତି ଭାବରେ ମଜା ମସ୍ତିରେ ହିଁ ଦିନ ଗୁଡିକ କଟିଯାଏ। ଆଉ ଜଣା ବି ପଡେନି ଯେ କେମିତି ଦିନ ଗୁଡିକ ଚାଲିଗଲା। ତ ସାଙ୍ଗମାନେ ଭିଡିଓଟି ଭଲ ଲାଗିଥିଲେ ଲାଇକ୍ କମେଣ୍ଟ ସେୟାର ନିଶ୍ଚିନ୍ତ କରିବେ। ଆଉ ପୁଣି ଦେଖାହବ ନେକ୍ସଟ ଭିଡିଓରେ। ସମସ୍ତେ ଭଲରେ ରୁହନ୍ତୁ ଆଉ ଖୁସିରେ ରୁହନ୍ତୁ। ଆଉ ମତେ ବି ଟିକେ ସପୋର୍ଟ କରନ୍ତୁ। ରହିଲି, ଜୟ ଜଗନ୍ନାଥ।